ମୁଁ ତ ପ୍ରଥମ ସଂଗ୍ରାମ କେଶରୀ ପାଇକରାୟ ଗାଲା ଭାଇଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣେଇବି। ଏତେ ସୁନ୍ଦର ଷ୍ଟୁଡ଼ିଓ କରିଛନ୍ତି। ଗୋଟେ ଯେଉଁ ଏଭ୍ରିଥିଙ୍ଗ ଅଣ୍ଡର ୱାନ୍ ରୁଫ୍, ଗୋଟେ ଛାତ ତଳେ ସେ ହସ୍ପିଟାଲଠୁ ନେଇକି କର୍ପୋରେଟ୍ ହାଉସ୍ଠୁ ନେଇକି ଜେଲ୍ଠୁ ନେଇକି କୋର୍ଟ ପର୍ଯ୍ୟନ୍ତ ସବୁ ଜିନିଷର ସେଟଅପ୍ ରହିଛି। ତେଣୁ ମୁଁ ମଧ୍ୟ ଅନୁରୋଧ କରିବି ସବୁ ପ୍ରୋଡ୍ୟୁସରମାନଙ୍କୁ, ମିଡ଼ିଆ ହାଉସ୍ମାନଙ୍କୁ, ଯେଉଁମାନେ ମେଗା ସିରିଏଲ୍ କରୁଛନ୍ତି, ଫିଲ୍ମ କରୁଛନ୍ତି, ଥରେ ଆଟଲିଷ୍ଟ ଏଇ ସେଟ୍ଟାକୁ ଆସନ୍ତୁ ଏବଂ ଦେଖିକି ଯାଆନ୍ତୁ। ନିଶ୍ଚିତ ଭାବେ ଏଇଟା ବହୁତ ଗୁଡ଼ିଏ ପ୍ରୋବ୍ଲେମର ସଲ୍ୟୁସନ୍ ଆଣିଦେବ ଏବଂ ବହୁତ ମାନେ ବିଭିନ୍ନ ଜାଗାରେ ବିଭିନ୍ନ ଘରକୁ ହାୟର କରିବାକୁ ପଡ଼ିବ ନାହିଁ। ଏ ଗୋଟିଏ ଛାତ ତଳେ ସବୁ ଜିନିଷର ସଲ୍ୟୁସନ୍ ମିଳିବ। ମୁଁ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି କି ସିଏ ଗୋଟେ ଏତେ ଭିଜନ୍ ଆଗକୁ ରଖିକି ଏତେ ବଢ଼ିଆ ଷ୍ଟୁଡ଼ିଓଟେ ବନେଇଛନ୍ତି ଯେ ମାନେ ପୁରା ହାସଲ୍ ଫ୍ରି ଷ୍ଟୁଡ଼ିଓ ବନେଇଛନ୍ତି। ତେଣୁ ଆଜି ସରସ୍ୱତୀ ପୂଜାରେ ତାର ଇନାଗୁରେସନ୍ ହେଇଛି। ମୁଁ ସମସ୍ତଙ୍କୁ ଆଉ ଥରେ ପୁନର୍ବାର ଅନୁରୋଧ କରିବି, ନିଶ୍ଚିତ ଭାବେ ଆସନ୍ତୁ, ଏ ସେଟ୍ଟିକୁ ଥରେ ଦେଖିକି ଯାଆନ୍ତୁ ଏବଂ ଏଠି ସୁଟିଂ କରିବାକୁ ନିଶ୍ଚୟ ସବୁ ପ୍ରକାର ସଲ୍ୟୁସନ୍ ପାଇଯିବେ। କଳାକାର କେବେ ଲାଇନ୍ରୁ ଦୂରେଇ ନଥାଏ, କେତେବେଳେ ପର୍ଦ୍ଦା ଆଗରେ ଥାଏ, କେତେବେଳେ ପର୍ଦ୍ଦା ପଛରେ ଥାଏ। ମୁଁ ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି। ସେତେବେଳେ ବି ଲୋକ ମୋତେ ଭଲ ପାଉଥିଲେ, ଏବେ ବି ଲୋକ ମୋତେ ନିଶ୍ଚିତ ଭାବେ ବହୁତ ଭଲ ପାଉଛନ୍ତି। କିଏ କହିଲା ମୁଁ ଫିଲ୍ମର କଥା ନୁହେଁ, ଅଭିନୟ ଆମେ ସବୁବେଳେ ଅଭିନୟ କରୁଛୁ। ସ୍ୱସ୍ତିକ ଷ୍ଟୁଡ଼ିଓରେ ଆପଣ ଜାଣିଛନ୍ତି ଗତ ବର୍ଷ ଓପନିଂ ହେଇଥିଲା, ଇନାଗୁରେସନ୍ ହେଇଥିଲା। ଆମ ପାଖରେ କୋର୍ଟ, ଡାକ୍ତରଖାନା, ଜମିଦାର ଘର, ଅଫିସ୍ ସେଟଅପ୍ ଭଳି ଇଏ କରିଡର ଏସବୁ ଥିଲା। ଚଳିତ ଏ ବର୍ଷ ଗୋଟେ ବର୍ଷ ସଫଳତାର ସହିତ ସ୍ୱସ୍ତିକ ଷ୍ଟୁଡ଼ିଓ ପୂର୍ତ୍ତି ଘଟିଛି, ସରିଛି ଏବଂ ସେଥିପାଇଁ ଯେତେ ପ୍ରଡକ୍ସନ୍ ହାଉସ୍ ଅଛନ୍ତି, ଯେତେ ପ୍ରଡ୍ୟୁସର ଡାଇରେକ୍ଟର ମାନେ ଅଛନ୍ତି, ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ସମସ୍ତଙ୍କ ସହଯୋଗରେ ସଫଳତାର ସହିତ ଗୋଟେ ବର୍ଷ କଟିଛି। ଆ ଭିତରେ ଅନେକ ଝଡ଼ଝଞ୍ଝା ଆସିଛି, ଅନେକ ସଫଳତା ମଧ୍ୟ ମିଳିଛି। ଚଳିତ ବର୍ଷ ଆମେ ପ୍ରାୟ 4ଟି ସେଟଅପ୍ ପୁଣି ନୂଆ ତିଆରି କରିଛୁ। ଗୋଟେ ପୁରୁଣା ଇଏଟା ଆପଣ ଦେଖୁଛନ୍ତି, ଏଇଟା ଉଦ୍ଘାଟନ ସରିଛି ଏବଂ ସେପଟେ ଆଉ ଗୋଟେ ନୂଆ ଘର ସେଇଟା ମଧ୍ୟ ଉଦ୍ଘାଟନ ହେବ। ଆଉ ଗୋଟେ ଅଫିସ୍ ସେଟଅପ୍, କର୍ପୋରେଟ୍ ଅଫିସ୍ ସେଟଅପ୍ ଏବଂ ଗୋଟେ ଓକିଲ ଚ୍ୟାମ୍ବର, ଏମିତି 4ଟା ସେଟଅପ୍ ଏ ବର୍ଷ ଆମେ ପୁଣି ଭେଟି ଦେଉଛୁ, ଲୋକାର୍ପଣ କରିଛୁ। ଆଉ ସବୁ ପ୍ରଡ୍ୟୁସର, ଡାଇରେକ୍ଟର, ଆର୍ଟିଷ୍ଟ, DOP ଏବଂ ସମସ୍ତେ ଆସି ପହଞ୍ଚିଛନ୍ତି। ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି, ଧନ୍ୟବାଦ ଜଣାଉଛି ଏବଂ 1 ବର୍ଷ ଧରିକି ଯେଉଁ ସହଯୋଗ କରିଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ ହେଇକି ରହୁଛି। ମୁଁ ତ ଆଗରୁ ମୋ ବନ୍ଧୁ ଅକ୍ଷୟ ପରିଜାଙ୍କ ଷ୍ଟୁଡ଼ିଓରେ କରୁଥିଲି, ସେ ତ 3ଟି ଷ୍ଟୁଡ଼ିଓ କରିଛନ୍ତି। ତାଠୁ ଏଇ ସଂଗ୍ରାମ ବାବୁ, ମୁଁ ତ କେଉଁଠିକି ଯାଏନି, ସଂଗ୍ରାମ କେଶରୀ ପାଇକରାୟ ମୋର ବନ୍ଧୁ, ସେ ମୋତେ ଡାକିବା ହେତୁ ମୁଁ ଆସିଥିଲି। କିନ୍ତୁ ଦେଖିଲି ତାଠୁ ବେଟର୍ ନ୍ୟୁ ଷ୍ଟାଇଲ୍ରେ କରିଛନ୍ତି ଏବଂ ସହର ଭିତରେ ସେଇଟା ଆମକୁ ଦୂର ହେଉଥିଲା, ଟିକେ ଛତାବର ଏରିଆରେ ହେଇଥିଲା, କିନ୍ତୁ ଏଇଟା ବେଟର୍ ଲାଗୁଛି। ଦେଖାଯାଉଛି ଯେ ଆମର ହାଜତଠୁ ଧରିକି ମେଡିକାଲ ପର୍ଯ୍ୟନ୍ତ ସବୁ ପ୍ରକାର ବିଭିନ୍ନ ପ୍ରକାର ସୁବିଧା ଅଛି ଏବଂ ସହର ଭିତରେ ରହିଛି, ଯୋଉଟାକି ଆପଣଙ୍କୁ ଦୂର ହେଉଥିଲା। ଏଇଟା ଅଲଗା ମଧ୍ୟ କିଛି ସୁଟିଂ ହେଇପାରିବ ନାଇଁ, ଏଠି ତ ଆପଣଙ୍କର ଦେଖିଲି ଏଇଟା କୋର୍ଟଟା ଯେଉଁଟା ହେଇଛି ନ୍ୟାଚୁରାଲ କୋର୍ଟ ଭଳିଆ ଲାଗୁଛି। ହାଜତ ବି ଭଲ ଅଛି। ମେଡ଼ିକାଲ ଯେଉଁଟା କରିଛନ୍ତି ସେଇଟା ବେଟର୍ ଲାଗୁଛି। ଆମେ ଯେଉଁ ଷ୍ଟୁଡ଼ିଓରେ କରୁଥିଲୁ ପରିଜାଙ୍କ, ତାଠୁ ଏଇଟା କିନ୍ତୁ ବେଟର୍ ଅଛି। ଦୂର ଜାଗା ହେଲେ ଯେଉଁମାନେ ଅଛନ୍ତି ଆର୍ଟିଷ୍ଟ ଅଛନ୍ତି, ସେମାନେ ଯିବା ପାଇଁ ମଧ୍ୟ ପ୍ରୋବ୍ଲେମ୍ ହେଉଥିଲା, ଗାଡ଼ି ପଠାଇବା ପାଇଁ ପ୍ରୋବ୍ଲେମ୍ ହେଉଥିଲା। ସେଇଟା କେତେ ସହାୟକ ହେବ? ସେଇଟା ନିଶ୍ଚିତ ଆପଣ ଆର୍ଟିଷ୍ଟ ମାନେ ଯେଉଁ ଦୂର ହେଉଥିଲା ଆପଣଙ୍କର ଲଙ୍ଗ୍ ରୁଟ୍ ଯିବା ପାଇଁ, କିନ୍ତୁ ସେଠି ରାତିରେ ଆସିଲା ମାନେ ଆହୁରି ବି ପ୍ରୋବ୍ଲେମ୍ ହେଉଥିଲା। ସେଠି ହାତୀ ଫାତି ବାହାରନ୍ତି, କିନ୍ତୁ ଏଠି ରାତି 2ଟାରେ ସରିଲେ ମଧ୍ୟ ମାନେ ସୁବିଧାରେ ଯାଇପାରିବେ। ଗାଲାବାବୁଙ୍କ ତ ମୁଁ ଇନକ୍ରିଜ୍ କରାଉଥିଲି ତାଙ୍କୁ, ସେ ଆମ ଖଣ୍ଡାୟତ ଭାଇ ଜଣେ, ମୁଁ ତାଙ୍କ ପ୍ରତି ବହୁତ ଖୁସି। ଏଇ ପରିବେଶ ଦେଖିଲା ପରେ ଆଉ ବେଶୀ ଖୁସି ହେଉଛି, ଯାହା ତାଙ୍କର ଏତେ ନଲେଜ ଥିଲା, এইভাবে কলে ମୁଁ ବହୁତ ସେଥିପାଇଁ ଖୁସି। ଆଜି ମା ପବିତ୍ର ସରସ୍ୱତୀ ପୂଜା ମାଙ୍କର ଆଜ୍ଞା, ସେଇ ଇଏରେ ଗୋଟେ ଷ୍ଟୁଡ଼ିଓ ଓପନିଂ ହେଲା। ମୋର ଆଜି ଗୋଟେ ବଡ଼ ଅଫିସଟା ଆଏସ୍ ଭିଲେଜରେ ମାନେ ଉଦ୍ଘାଟନ ହେଉଛି, ନୂଆ ଅଫିସଟା। ଗାଲାବାବୁଙ୍କ ବହୁତ ବନ୍ଧୁତା ସମ୍ପର୍କ ଅଛି ବୋଲି ମୁଁ ଆସିଥିଲି, କିନ୍ତୁ ଦେଖିଲି ଏଇ ଯେଉଁ ପରିବେଶଟା ସରସ୍ୱତୀ ପୂଜାରେ କରିଛନ୍ତି, ମୋତେ ବହୁତ ଖୁସି ସେଥିରେ। ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏ ଗୋଟେ ଶୁଭ ସୂଚନା। ଆଜି 2ଟା ନୂଆ ସେଟ୍ ଓପନ୍ ହେଇଛି ଏବଂ ମୁଁ ଯାହା ଦେଖିଲି ସେଟ୍ ଗୁଡ଼ାକ ବଡ଼ କଂକ୍ରିଟ୍ ସେଟ୍ ହେଇଛି। ଏମିତି ସେଟ୍ କଲା ଭଳିଆ ଲାଗୁନି, ଯେମିତି କୋର୍ଟ ସେଟ୍ ହେଲା, ହସ୍ପିଟାଲ ସେଟ୍ ହେଲା, ଅଫିସ୍ ତ ପୁରା ଅଫିସ୍ ଭଳିଆ ଲାଗୁଛି। ଏବଂ ଆଜି ବିଶେଷ କରି ଯେଉଁ ଓପନିଂ ହେଲା ଲକ୍ଷ୍ନୌ ସେଟ୍, ନୱାବୀ ସେଟ୍,
आउ जो कनसेप्ट ओपन है जे गोटे मुजरा हो गीत हो नाच हो सो एथरो जना पड़ुछि जे कौन एथरो जना पड़ुछि जे कि चिंताधारा नेगिर जिनस करा हाँ तेणु वर्तमान ये जो नुआ सेट तैयारी होचे एटा बहुत दिस इज वेलकमिंग ओडिया फिल्म ओडिया सीरियल पे दरकार थिला एवं ओडिया शिल्प को ये गोटे बहुत